ଝାଲମୁଢ଼ି ଏମିତି ଗୋଟେ ଜିନିଷ ଯେଉଁଟା ସମସ୍ତଙ୍କୁ ଖାଇବାକୁ ବହୁତ ଭଲ ଲାଗେ। ସେମିତି ଷ୍ଟ୍ରିଟ୍ ଷ୍ଟାଇଲ୍‌ର ଝାଲମୁଢ଼ି ଆଜି ଆମେ ଘରେ ତିଆରି କରିବା। ବହୁତ ଚଟପଟା ହେବ, ଖାଇବାକୁ ସମସ୍ତଙ୍କୁ ଭଲ ଲାଗିବ। ଆଉ ମୁଁ ସେମିତି ସର୍ଭ କରି ଆପଣମାନଙ୍କୁ ଦେଖେଇବି, ଟେଷ୍ଟରେ କିଛି ବି ଫରକ ଲାଗିବନି। ମୁଁ ସସ୍ମିତା ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ସସ୍ମିତା ମହାନ୍ତି ଓଡ଼ିଆ ରୋଷେଇରେ। ଯଦି ଭିଡ଼ିଓଟି ଭଲ ଲାଗିବ ଭିଡ଼ିଓଟିକୁ ଲାଇକ୍ କରିଦେବେ, ଅନ୍ୟମାନଙ୍କ ସହିତ ସେୟାର କରିବାକୁ ଭୁଲିବେ ନାହିଁ। ତେବେ ଆଉ ଡେରି ନ କରି ଚାଲନ୍ତୁ ତିଆରି କରିବା ଷ୍ଟାର୍ଟ କରିବା ଝାଲମୁଢ଼ି। ଝାଲମୁଢ଼ି ତିଆରି କରିବା ପାଇଁ ମଟରକୁ ଆଗରୁ ଭିଜେଇକି ଟିକେ 2ଟା ସିଟି ଆସିବା ତକ ସିଝେଇ ଦେଇଛି। ବେଶୀ ସିଝେଇବାନି, ଟିକେ ଟାଣ ରହିବ ସେମିତି ସିଝେଇବେ। ସେମିତି କଳା ଚଣାକୁ ବି ସିଝେଇ ନେଇଛି। କାକୁଡ଼ି ଗୋଟେ ହାଫ୍ କାକୁଡ଼ିକୁ ଛୋଟ ଛୋଟ କାଟିକି ପକେଇ ନେଉଛି। ପିଆଜ ଗୋଟେ ବଡ଼ ସାଇଜ୍ର, ଯେତିକି ଆମାଉଣ୍ଟର କରିବେ ସେଇ ଅନୁସାରେ ସବୁ ଜିନିଷ ନେବେ। ଟମାଟରକୁ ଗୋଟେ କାଟିକି ପକେଇ ନେଇଛି। ସିଝା ଆଳୁ ଗୋଟେ, ଟିକେ ଲୁଣ ପକେଇ ନେବା। 2ଟା କଞ୍ଚା ଲଙ୍କାକୁ ଛୋଟ ଛୋଟ କାଟି ଦେଇଛି ତାକୁ ପକେଇ ନେଲି। ଆଚାର ଟିକେ ପକେଇବା, ଆଚାର ନଥିଲେ ଲେମ୍ବୁ କିମ୍ବା ଆମଚୁର ପାଉଡର ଟିକେ ପକେଇ ପାରିବେ। କାଟିକି ରଖିଥିବା ଧଣିଆ ପତ୍ର ପକେଇ ନେଲି। କଞ୍ଚା ସୋରିଷ ତେଲକୁ ପକେଇ ନେବା। ସବୁ ଜିନିଷକୁ ଭଲ ଭାବରେ ଆଗେ ମିକ୍ସ କରିନେବା। ମନେ ରଖିବେ, ମୁଢ଼ି ପକେଇଲା ଆଗରୁ ସବୁ ଜିନିଷକୁ ଭଲ ଭାବରେ ଆଗେ ମିକ୍ସ କରିନିଅନ୍ତୁ। ସବୁଯାକ ଭଲ ଭାବରେ ମିକ୍ସ କଲା ପରେ ଏଠି ମୁଁ ମୁଢ଼ି ଆଡ୍ କରିବି। ଯେତିକି ଆମାଉଣ୍ଟର ଆପଣ କରିବେ ସବୁ ଜିନିଷ ସେଇ ଆମାଉଣ୍ଟର ନେବେ। ଏଠି କିଛି ଲଙ୍କା ଗୁଣ୍ଡ ବି ପକେଇ ନେଲି। ସବୁ ଜିନିଷକୁ ଆଗେ ଭଲ ଭାବରେ ମିକ୍ସ କରିନେବା। ଚାହିଁଲେ ହାତକୁ ଭଲ ଭାବରେ ଧୋଇକି ମିକ୍ସ କରିପାରିବେ। ଲାଷ୍ଟରେ ଏଥିରେ ମିକ୍ସଚର ଟିକେ ପକେଇ ନେଉଛି। ରାଗ ମିକ୍ସଚର ପକେଇଛି, ଆପଣଙ୍କ ପସନ୍ଦ ହିସାବରେ ଆପଣ କେଉଁଟା ବି ଆଡ୍ କରିପାରିବେ। ତାପରେ ଭଲ ଭାବରେ ମିକ୍ସ କରିଦେବି ଆଉ ସର୍ଭ କରିବି। ଦେଖିଲେ କେତେ ଚଟପଟା ଝାଲମୁଢ଼ି ଆପଣ ଘରେ କେତେ ଇଜିଲି କରିପାରିବେ। ଯେତେବେଳେ ମନ ହେଉଛି ସନ୍ଧ୍ୟା ଟାଇମ୍ରେ କରିକି ଖାଆନ୍ତୁ ଆଉ ଅନ୍ୟମାନଙ୍କୁ ଖୁଆନ୍ତୁ। ତେବେ ଆଜିର ଭିଡ଼ିଓଟି ଯଦି ଭଲ ଲାଗିଲା ଭିଡ଼ିଓଟିକୁ ନିଶ୍ଚିନ୍ତ ଭାବରେ ଲାଇକ୍ କରିଦେବେ, ଅନ୍ୟମାନଙ୍କ ସହିତ ସେୟାର କରିବାକୁ ଭୁଲିବେ ନାହିଁ। ତେବେ ପୁଣି ଦେଖା ହେବ ଗୋଟେ ନୂଆ ଭିଡ଼ିଓରେ।